जय जगन्नाथ। अभी भल कथा छुआ छुआ सखा अंगरे कलंकी लीला हम समझते जाचे ठाकुर जुग अवतार लीला ले जन्म ग्रहण करेंगे। सत्य जुग जन्म होते त्रेतयार जन्म होते द्वापर जन्म होते कलिके जन्म हे कारण कौन ना जुग को जुग यही मत परमानंद हे जगत धर्म रक्षा पाई प्रभु सत्य जुगरे नरसिंह अवतार है। से राक्षस थिला किए से ना हिरण्याक्ष चारि अक्षर विष्णु नाम चारि अक्षर दानव को नाम तापर जुग आसले कौन त्रेतया त्रेतय जुगरे प्रभु श्रीराम रूप अवतार हेले एवं रावण रूपक दैत्य राक्षस को विनाश करे। द्वापर जुगरे सेहीपरि मतरे ठाकुर कृष्ण रूप अवतार हेले एवं दानव कंस रूप कौन गले विनाश कले। सेमती कली रे प्रभु निजे निर्गुण निराकार पुरुष ओंकार ब्रह्ममूर्ति से आविर्भूत हेबे। दानव रूप राक्षस के मुखार विनाश करेंगे। तुम देख वर्तमान समय को विचार करा गले जेकोसी व्यक्ति विशेष हूँ समस्त पाखे कौन मुकार शब्द किए कह मु अधिका ज्ञानी किए कह मु हूँ संसार बड़ सब मु जहा करुच्ची कौन मु सब करुच्ची मु शब्दटा एते भयंकर जहाँकि कलना न थाए। मु रूपक राक्षस ये कल्पना रूपक देकी धारण करी कौन कि आपको आप विनाश हुए। कल्पना मूले काल थाई प्राणीता अवश्य बुझे। मनुष्य ये कल्पना को मुख्य आहुला करिथिबा हेतु तार कौन विनाश घटे। से भाव में विचार विमर्श करागले ठाकुर जो ओंकार ब्रह्म पुरुष मर्त्यमंडल आविर्भूत हेबे महापुरुष जशवंत दास एवं जगन्नाथ दास मतरे एवं डायरेक्ट अच्युत न कह इनडायरेक्ट कहते मतरे माने सखा अंगरे कौन हम प्रभु परिप्रकाश यथा जड़े सिद्ध गुरु देहरे महाप्रभु सताटा कौन हो परिप्रकाश एवं से सिद्ध गुरु जी पंचसखा भितर अन्यतम होते बुझे पंचसखा भितर कौन पंचसखा कही तीन प्रकार हेतु दिया पंचसखा नित्य पंचसखा एवं पंचसखा। ये जो पंचसखा हेतु दिया नित्य एवं पंचसखा तीन प्रकार जो रही आगे तो कौ पंचसखा से कहीपर ना तन्मध्यु ये पंचसखा मध्यु अच्युतानंद देहरे प्रभु कौन करेंगे कलंकी लीला परिप्रकाश करेंगे बोली निज अच्युत प्रमाण दे ठाकुर जन्म जो लिखिं निज जन्मटा से लिखिं बुझे से बंके कहले महापुरुष कि जशवंत दास एवं जगन्नाथ दास खोलिकी कहीदे
ବୁଝିପାରୁଛ ନା? ଜଗନ୍ନାଥ ଦାସଙ୍କ ଭାଷାରେ ଜଗନ୍ନାଥ ଦାସ କହୁଛନ୍ତି, ମୁଁ କିଛି କହୁନି, ମତେ ପ୍ରଭୁ କଣ କହୁଛନ୍ତି, ଯାହା କହିଛନ୍ତି ବା କହୁଛନ୍ତି ମୁଁ ତାହା ତମକୁ କହୁଛି। ଜଗନ୍ନାଥ ଦାସ ତାଙ୍କ ଭବିଷ୍ୟତ ମାଳିକାରେ ସେ କହନ୍ତି, ଜଗତ କରତା ସେ ନରହରି, ଅଶେଷ ମହିମା ଅଛଇ ପୁରୀ। ଜଗତ କରତା ସେ ନରହରି, ଜଗତର ସ୍ରଷ୍ଟା, ଜଗତର ପାଳନ କର୍ତ୍ତା, ଜଗତକୁ ସଂହାର କରତା ଏବଂ ଜଗତର ଦାତା କିଏ ସେ? ନା ନରହରି। ସେ ନରହରି କିଏ ସେ? ନା ପ୍ରଭୁ ନିର୍ଗୁଣ ନିରାକାର ପୁରୁଷ। ଅଶେଷ ମହିମା ଅଛଇ ପୁରୀ, ସେଇ ମହାପ୍ରଭୁଙ୍କର ମହିମା ଅଶେଷ, ଯାହାକି କଳନା କରି ହୁଏ ନାହିଁ। ସେ ସଂସାର ମଧ୍ୟରେ ପରିବ୍ୟାପ୍ତ। ବୁଝିଯାଉଛି ତ? ଶ୍ରୀଅଙ୍ଗା କଳାରୁ ହୋଇଲି ଜାତ, ନାମ ମୋହର ଅଟେ ଜଗନ୍ନାଥ। ମୁଁ ଦାସ ଜଗନ୍ନାଥ ଦାସ କହୁଛି, ମହାପ୍ରଭୁଙ୍କର ଶ୍ରୀ ଅଙ୍ଗ କଳାରୁ ମାନେ ନିଜ ଶରୀରରୁ ମୁଁ ଜାତ ହୋଇଛି। ମୋର ନାଁ ହଉଛି କଣ? ଜଗନ୍ନାଥ। କାରଣ ଜଗନ୍ନାଥଙ୍କଠୁ ଜାତ ହୋଇଥିବା ହେତୁ ମୋର ନାଁ ହଉଛି କଣ? ଜଗନ୍ନାଥ। ସେ ପ୍ରଭୁ ଜଗନ୍ନାଥ, ମୁଁ ଦାସ ଜଗନ୍ନାଥ। ଅଚ୍ୟୁତ ସଖା ଅଙ୍ଗରେ ପ୍ରକାଶ, ଏକ ମାତ୍ର ତ ହିଁ ରହିବେ ଦାସ। ଯୋଉ କଳଙ୍କିର ଲୀଳା ହେବ ସେ କଣ ହେବେ? ନା ଅଚ୍ୟୁତ ସଖା ଅଙ୍ଗରେ। କୋଉ ଅଚ୍ୟୁତ ଆଉ କହିଲେନି? ହେତୁ ଦିଆ ଅଚ୍ୟୁତ ନା ନିତ୍ୟ ଅଚ୍ୟୁତ ନା ଅଚ୍ୟୁତ, ସେ କଥା କହିନାହାନ୍ତି। କହିଛନ୍ତି ଅନେକ ଶାସ୍ତ୍ରରେ, ଅନ୍ୟ ଶାସ୍ତ୍ରରେ ପ୍ରମାଣ ଅଛି, ଏଟା ଖୋଲିକି ଆଉ ଏତେ କହିହବ ନାହିଁ। କହିଲେ ଅଚ୍ୟୁତ ସଖା ଅଙ୍ଗରେ ପ୍ରକାଶ, ପ୍ରଭୁ ଅଚ୍ୟୁତଙ୍କ ଦେହରେ ପରିପ୍ରକାଶ ହେବେ, ଏକ ମାତ୍ର ତ ହିଁ ରହିବେ ଦାସ। ସେ ଅଚ୍ୟୁତ ପ୍ରଭୁଙ୍କର ମାନେ ପରମ ଭକ୍ତ। ବୁଝିଯାଉଛି? ଦାସ ବୋଲନ୍ତି ଏଠି ଶବ୍ଦ ଆସିବ, ଅର୍ଥ ଆସିବ କଣ? ନା ଭକ୍ତ। ଦାସ ବୋଲନ୍ତି ମଧ୍ୟ ସେବାକାରୀ। ଦାସ ବୋଲନ୍ତି ହୀନ, କେମିତି ରହିଛି? ଏଠି ଦାସ ଶବ୍ଦର ଅର୍ଥ ଆସିବ ଭକ୍ତ। ଅଚ୍ୟୁତ ସଖା ଅଙ୍ଗରେ ପ୍ରକାଶ, ଏକ ମାତ୍ର ଧରି ରହିବେ ଦାସ। କଳି ଯୁଗେ ଆମ୍ବେ ହେବୁ ଜାତ, ସଖା ଅଙ୍ଗରେ ମୋ ନାମ ଅଚ୍ୟୁତ। ଏ ଜଗନ୍ନାଥ କିଏ? ଠାକୁର କହୁଛନ୍ତି ଭକ୍ତ ଜଗନ୍ନାଥ ଦାସଙ୍କୁ, ହେ ଜଗନ୍ନାଥ ଶୁଣ, ଆମେ କଳି ଶେଷରେ ଜାତ ହେବୁ, ଜନ୍ମଗ୍ରହଣ କରିବୁ। କେମିତି? ନା ସଖା ଅଙ୍ଗରେ ନାମ ମୋ ଅଚ୍ୟୁତ। ତମେ ଶ୍ରୀ ଅଙ୍ଗରୁ ଜାତ ହେଇଛ ବୋଲି ମୁଁ ତମକୁ କହୁଛି, ଆମେ କଳିରେ ଯୋଉ ଜାତ ହବୁ କୋଉଠି ହେବେ? ନା ସଖା ଅଙ୍ଗରେ, ଭକ୍ତ ଅଙ୍ଗରେ, ଗୁରୁ ଅଙ୍ଗରେ ଆମେ କଣ ପରିପ୍ରକାଶ ହେବୁ। ଶ୍ରୀମୁଖରେ ଆଜ୍ଞା ଦେଲେଟି ମୋତେ, ହେ ଭକ୍ତ ବୃନ୍ଦ, ଜଗନ୍ନାଥ ଦାସ କହୁଛନ୍ତି ମତେ ମହାପ୍ରଭୁ ନିଜେ ତାଙ୍କ ଶ୍ରୀମୁଖରେ ଏକଥା କହିଛନ୍ତି, କଳଙ୍କି ଲୀଳା ଲେଖିବା ନିମନ୍ତେ। କଳିଯୁଗର ଭବିଷ୍ୟତ ମାଳିକା ବା କଳିଯୁଗର କଳଙ୍କି ଲୀଳା ଉପରେ ଲିପିବଦ୍ଧ କରିବା ପାଇଁ ମତେ ଏହିପରି ଭାବରେ ମହାପ୍ରଭୁ ନିଜେ ଜଗତ ଜୀବନ ସଚିତାନନ୍ଦନ ଏକଥା କହିଛନ୍ତି। କଣ କହିଲେ? ନା ଶୁଣ ସୁଜ୍ଞଜନେ, ଯଶୋବନ୍ତ ଦାସ କଥା ସମାଧାନ କଲେ। ଶୁଣ ସୁଜ୍ଞଜନେ ମହିମା ରସ, କଳଙ୍କି ରୂପଟି ସେ ଜଗଦୀଶ। ଏ କଥା କିଏ କହିଲେ? ଜଗନ୍ନାଥ ଦାସ କହିଲେ। ସେ କଥା ଯଶୋବନ୍ତ ଦାସ କହୁଛନ୍ତି। ଶୁଣ ସୁଜ୍ଞଜନେ, ହେ ଜ୍ଞାନୀ ଜନ, ହେ ବିଜ୍ଞ ପଣ୍ଡିତ ଜନ, ମୁଁ ଯଶୋବନ୍ତ ଦାସ କହୁଛି ତମେ ଶୁଣ। କଳଙ୍କି ରୂପଟି ସେ ଜଗଦୀଶ, ମହାପ୍ରଭୁ କଳଙ୍କି ରୂପକୁ ଧାରଣ କରିବେ। ଗୁପତେ ରହିବେ ଗୁପତ ଭୂଇଁ, ସବୁ ଭକତଙ୍କୁ ସଙ୍ଗରେ ନେଇ। ମହାପ୍ରଭୁ ଜନ୍ମଗ୍ରହଣ କରିବେ ସତ, କିନ୍ତୁ ଗୁପତେ ରହିବେ ଗୁପତ ଭୂଇଁ। ଆଗରୁ ଆଲୋଚନା କରିଥିଲେ, ମହାପୁରୁଷ ଲେଖିଛନ୍ତି, ଯେଉଁ ଗିରି ଶିଖେ ଉଦୟ ହୋଇବେ, ସେହି ଗିରି ଶିଖେ ଗୁପ୍ତି ଖେଳିବେ। ଯୋଉଠି ଉଦୟ ହେବେ ସେଠି କଣ ଗୁପ୍ତରେ ଖେଳା ଲୀଳା ପ୍ରକାଶ କରିବେ। ଏଠି ଯଶୋବନ୍ତ ଦାସ କହିଲେ ଗୁପତେ ରହିବେ ଗୁପତ ଭୂଇଁ, ମାନେ ସିଏ ଗୁପ୍ତରେ ରହିଥିବେ, ଲୋକଲୋଚନକୁ ଆସିବେ ନାହିଁ। ଗୁପତ ଭୂଇଁ
ମାନେ ସେ ଯୋଉଠି ଅଛି ସେ ସ୍ଥାନ ମଧ୍ୟ କେହି ଜାଣିପାରିବେ ନାହିଁ। ପ୍ରଭୁକୁ ଜାଣିପାରିବେ ନାହିଁ କି ପ୍ରଭୁଙ୍କ ସ୍ଥାନକୁ କେହି ଜାଣିପାରିବେ ନାହିଁ। ସେ କେମିତି ଖେଳିବେ ନା ସବୁ ଭକ୍ତଙ୍କୁ ସଙ୍ଗରେ ନେଇ, ଭକ୍ତଙ୍କୁ ସଙ୍ଗରେ ନେଇ ଖେଳିବେ। କେମିତିଆ ଭକ୍ତ ପୂର୍ବ ପେଶୁଟା ଆଲୋଚନା କରିବା। ସଖା ଅଙ୍ଗରେ ହରି ହେବେ ପ୍ରକାଶ। ପ୍ରଭୁ ସଖା ଅଙ୍ଗରେ କଣ କରିବେ? ପ୍ରକାଶ ହେବେ ବା ଗୁରୁ ଅଙ୍ଗରେ ପରିପ୍ରକାଶ ହେବେ। ମୁଁ କାହାର ରାକ୍ଷସକୁ ବିନାଶ କରିବେ, ଧର୍ମକୁ ସ୍ଥାପନ କରିବେ। ଲୀଳା ନିମନ୍ତେ ସେହି ରହସ୍ୟ। ଯୋଉ ପ୍ରଭୁଙ୍କର ଲୀଳା ହେବ, କଳଙ୍କି ଲୀଳା ହେବ ନା କଳଙ୍କି ଲୀଳା ବଳ ବିଚିତ୍ର ଲୀଳା, ବୁଝିଯାଉଛି। ଏହିପରି ଭାବରେ କଣ ହବ? ସଖା ଅଙ୍ଗରେ ପ୍ରଭୁ ପରିପ୍ରକାଶ ହେବେ, ତାକୁ କେହି ଜାଣିପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ତମେ ଦେଖ, ଯୁଆଡେ ଯିବ ସମସ୍ତେ ନିଜକୁ ନିଜେ ପରିଚୟ ଦିଅନ୍ତି ନିଜେ ନିଜେ ସ୍ୱୟଂ। ଦ୍ୟାଟ୍ ଇଜ ରଙ୍ଗ। ସେ ଅନେକ ଶାସ୍ତ୍ର ପ୍ରମାଣ ଦିଅନ୍ତି, ସେଟା ଠିକ ନୁହେଁ। କାରଣ ମହାପ୍ରଭୁ ଲେଖିଛନ୍ତି, କଣ ମହାପୁରୁଷ ମାନେ ପ୍ରମାଣ ଦେଇଛନ୍ତି, ପ୍ରଭୁ ନିଜେ ଗୁରୁ ରୂପରେ ସଖା ଅଙ୍ଗରେ ପରିପ୍ରକାଶ ହେବେ ସତ, କିନ୍ତୁ ନିପଟ ହେଇକି ରହିଥିବେ, ସେ ଜନସମାଜକୁ ପରିପ୍ରକାଶ ହେବେ ନାହିଁ। ହେଲା, ସେ ଯଦି ପରିପ୍ରକାଶ ହେବେ ମାନେ କଣ ହବ? ମାନେ ମାନେ ପ୍ରଭୁଙ୍କର ବାନା ବି ଗଡବଡ ହେଇଯିବ, କୀର୍ତ୍ତି ବି ଗଡବଡ ହେଇଯିବ। ମତେ ନିନ୍ଦା କର, ମୋ ବାନାକୁ ନିନ୍ଦା କର, ଚଳିଯିବ ଲୋକ ମହାଙ୍କର। କି ବିଶ୍ୱାସ ଯିବ, କି ବିଶ୍ୱାସ ନ ଯିବ। ସେଥିପାଇଁ ପ୍ରଭୁ କଣ କରିବେ? ଗୁପ୍ତ ହେଇକି ରହିବେ। ଆଉ ପଞ୍ଚ ମହାଭୂତଙ୍କୁ ସଙ୍ଗରେ ନେଇ ଦୁଷ୍ଟଙ୍କୁ ବିନାଶ କରିବେ, ଧର୍ମକୁ ସ୍ଥାପନ କରିବେ। ସିଧା ବାହାରିବେନି, ପଞ୍ଚ ମହାଭୂତରେ ଖେଳିବେ, ବୁଝିଲ। ଧର୍ମ ସଂସ୍ଥା ହେଲା, ଶାନ୍ତି ଆସିଲା ପରେ ସେଠୁ ପ୍ରଭୁ ପରିପ୍ରକାଶ ହେବେ। କେଉଁ ଦିନ ନା ମେଳ ହୋଇବେ ନାଗେଶ୍ୱରା, ଜଗନ୍ନାଥ ଯେ ହେବେ ଧରା। ପୌଷ ପୂର୍ଣ୍ଣିମା ଗୁରୁବାର, ଦୁଇଟି ମାତା ଯେ ତାହାର, ଅନନ୍ତ ଗାଦିରେ ସେ ଥିବ, ସେହି ଠାବରେ ଧରା ହେବ। ରତ୍ନ ବଟର କେଣୁ ଦାସ, ଡକାଇ ନବ ଯେ ଅବଶ୍ୟ, ନାଗାନ୍ତି ପରୀକ୍ଷା କରିବ, କାଳିକା ମୁଖେ ନେଇଦେବ। ଜୟ ଜଗନ୍ନାଥ। ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା ହରି ବୋଲ।